ନମସ୍କାର ଦର୍ଶକ ବନ୍ଧୁ, ଭାଗ୍ୟଚକ୍ରର ଏହି ବିଶେଷ ଅଧ୍ୟାୟକୁ ଆପଣଙ୍କୁ ସ୍ୱାଗତ। ପ୍ରତିଦିନ ପରେ ଆଜି ମଧ୍ୟ ଆମେ ଆଲୋଚନା କରିବା ଗ୍ରହ ନକ୍ଷତ୍ରଙ୍କର ଚଳନ ଆପଣଙ୍କ ଜୀବନରେ କି ପରିବର୍ତ୍ତନ ଆଣିବ। ତେବେ ରାଶିଫଳ ଜାଣିବା ପୂର୍ବରୁ ଆସନ୍ତୁ ନଜର ପକାଇବା ଆଜିର ପଞ୍ଚାଙ୍ଗ ଉପରେ। ବୈଶାଖ ମାସ ଶୁକ୍ଲପକ୍ଷ ମେଷ 15 ଦିନ। ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ। ସୂର୍ଯ୍ୟୋଦୟ ସକାଳ 5ଟା 22 ମିନିଟ୍, ସୂର୍ଯ୍ୟାସ୍ତ ସନ୍ଧ୍ୟା 6ଟା 10 ମିନିଟ୍। ତିଥି ଓ ନକ୍ଷତ୍ର। ତିଥି ଦ୍ୱାଦଶୀ ଦିବା 2ଟା 32 ମିନିଟ୍ ପର୍ଯ୍ୟନ୍ତ, ତାପରେ ତ୍ରୟୋଦଶୀ। ନକ୍ଷତ୍ର ଉତ୍ତରା ଫାଲ୍ଗୁନୀ ସନ୍ଧ୍ୟା 6ଟା 16 ମିନିଟ୍ ପର୍ଯ୍ୟନ୍ତ, ତାପରେ ହସ୍ତା। ଚନ୍ଦ୍ର କନ୍ୟା ରାଶିରେ। ଘାତବାର ଓ ଘାତଚନ୍ଦ୍ର। ଘାତବାର ମକର ରାଶିର ଘାତବାର, ଘାତଚନ୍ଦ୍ର କୌଣସି ରାଶିର ଘାତଚନ୍ଦ୍ର ନାହିଁ। ଶୁଭ ବେଳା ଦିବା 7ଟା 45 ମିନିଟ୍ ଠାରୁ 9ଟା 30 ମିନିଟ୍ ପର୍ଯ୍ୟନ୍ତ, ରାତ୍ର 7ଟା 25 ମିନିଟ୍ ଠାରୁ 9ଟା 45 ମିନିଟ୍ ପର୍ଯ୍ୟନ୍ତ। ନିଶ୍ଚିତ ଖାଦ୍ୟ ଦ୍ୱାଦଶୀ ପାଇଁ ଦିବା 2ଟା 32 ଯାକେ ପୋଇ ଭକ୍ଷଣ ନିଷେଧ। ତ୍ରୟୋଦଶୀ ପାଇଁ ଦିବା 2ଟା 32 ପରେ ବାଇଗଣ ଭକ୍ଷଣ ନିଷେଧ। ବିଶେଷ ସୂଚନା, ଆଜି ପବିତ୍ର ମୋହିନୀ ଏକାଦଶୀର ପାରଣା ଏବଂ ସନ୍ଧ୍ୟା ସମୟରେ ପ୍ରଦୋଷ ବ୍ରତ। ମଙ୍ଗଳବାର ହେଉଛି ବୀର ହନୁମାନଙ୍କର ବାର, ତେଣୁ ଆଜି ହନୁମାନ ଚାଳିଶା ପାଠ କରିବା ଅତ୍ୟନ୍ତ ଶୁଭଫଳଦାୟୀ ହେବ। ବନ୍ଧୁଗଣ, ଆଜି ହେଉଛି ମଙ୍ଗଳବାର ଏବଂ ବୈଶାଖ ମାସ ଶୁକ୍ଲପକ୍ଷର ଦ୍ୱାଦଶୀ ତିଥି। ଆଜି ଚନ୍ଦ୍ରଦେବ କନ୍ୟା ରାଶିରେ ଅବସ୍ଥାନ କରୁଛନ୍ତି। ଆଜିର ଦିନଟି ଶକ୍ତି ଓ ସାହସର ପ୍ରତୀକ। ଭଗବାନ ହନୁମାନଙ୍କ ପାଇଁ ଉତ୍ସର୍ଗୀକୃତ। ଆସନ୍ତୁ ଜାଣିବା 12ଟି ରାଶିରେ ଆଜି ଦିନ କେମିତି କଟିବ। ପ୍ରଥମେ ମେଷ ରାଶି। ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଆଜି କର୍ମକ୍ଷେତ୍ରରେ କିଛି ନୂତନ ଦାୟିତ୍ୱ ମିଳିବାର ସମ୍ଭାବନା ଅଛି। ଆପଣଙ୍କର ଦକ୍ଷତା ପ୍ରତିପାଦନ କରିବା ପାଇଁ ଏହା ଏକ ଭଲ ସମୟ। ଶତ୍ରୁମାନେ ପରାଜିତ ହେବେ ଏବଂ କୋର୍ଟ କଚେରୀ ମାମଲାରେ ଶୁଭଫଳ ମିଳିବ। ସ୍ୱାସ୍ଥ୍ୟ ପ୍ରତି ସାମାନ୍ୟ ସଚେତନ ରୁହନ୍ତୁ, ବିଶେଷ କରି ମୁଣ୍ଡବିନ୍ଧା ସମସ୍ୟା ଦେଖା ଦେଇପାରେ। ପରିବାରରେ କୌଣସି ବୟସ୍କ ବ୍ୟକ୍ତିଙ୍କ ସହଯୋଗ ଆପଣଙ୍କୁ ଉତ୍ସାହିତ କରିବ। ଶୁଭ ରଙ୍ଗ ଲାଲ, ଶୁଭ ସଂଖ୍ୟା 9। ପ୍ରତିକାର, ହନୁମାନ ମନ୍ଦିରରେ ବୁଲି ଲଡୁ ଅର୍ପଣ କରନ୍ତୁ। ପରବର୍ତ୍ତୀ ରାଶି ବୃଷ ରାଶି। ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ଦିନଟି ଶିକ୍ଷା ଓ ପ୍ରେମ କ୍ଷେତ୍ରରେ ଶୁଭ ରହିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନୋଯୋଗ ଦେବେ ଏବଂ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବେ। ସନ୍ତାନମାନଙ୍କ ପକ୍ଷରୁ କୌଣସି ଶୁଭ ସମ୍ବାଦ ମିଳିପାରେ। ଆର୍ଥିକ ଦିଗରୁ ନୂଆ ନିବେଶ ପାଇଁ ଯୋଜନା କରିପାରନ୍ତି। ପ୍ରେମ ଜୀବନରେ ମଧୁରତା ବଢ଼ିବ ଏବଂ ସାଥୀଙ୍କ ସହ ଅତିବାହିତ କରିବାକୁ ସୁଯୋଗ ପାଇବେ। ଶୁଭ ରଙ୍ଗ ରୂପେଲି, ଶୁଭ ସଂଖ୍ୟା 6। ପ୍ରତିକାର, ମା ଲକ୍ଷ୍ମୀଙ୍କୁ ଧଳା ଫୁଲ ଚଢ଼ାନ୍ତୁ। ପରବର୍ତ୍ତୀ ରାଶି ମିଥୁନ ରାଶି। ଆଜି ମିଥୁନ ରାଶିର ବ୍ୟକ୍ତିମାନେ ପରିବାରରେ ସୁଖ ଶାନ୍ତିର ସମୟ ବିତାଇବେ। ଗୃହରେ କ୍ରୟ ମରାମତି ପାଇଁ ଯୋଜନା କରିପାରନ୍ତି। ମାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦିବ। କର୍ମକ୍ଷେତ୍ରରେ କିଛି ନୂତନ ଚ୍ୟାଲେଞ୍ଜ ଆସିପାରେ, କିନ୍ତୁ ଆପଣ ନିଜ ବୁଦ୍ଧି ବଳରେ ସେଗୁଡ଼ିକ ସମାଧାନ କରିବେ। ଯାନବାହନ ଚଳାଇବା ସମୟରେ ସତର୍କ ରୁହନ୍ତୁ। ଆଜି ଅଜଣା ବ୍ୟକ୍ତିଙ୍କୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ। ଶୁଭ ରଙ୍ଗ ସବୁଜ, ଶୁଭ ସଂଖ୍ୟା 5। ପ୍ରତିକାର, ଗୋମାତାଙ୍କୁ କିଛି ଶାଗ ବା ଘାସ ଖାଇବାକୁ ଦିଅନ୍ତୁ। ପରବର୍ତ୍ତୀ ରାଶି କର୍କଟ ରାଶି। ଆଜି ଆପଣଙ୍କ ପାଇଁ ଯାତ୍ରା ଯୋଗ ରହିଛି, ଯାହା ଆର୍ଥିକ ଦୃଷ୍ଟିକୋଣରୁ ଲାଭଦାୟକ ହେବ। କଠିନ ପରିଶ୍ରମର ଫଳ ଆପଣଙ୍କୁ ନିଶ୍ଚିନ୍ତ ମିଳିବ। ଭାଇ ଭଉଣୀଙ୍କ ସହ ଥିବା ସମ୍ପର୍କରେ ସୁଧାର ଆସିବ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭ। ନିଜର ପ୍ରତିଭାକୁ ଲୋକଲୋଚନ ଆଣିବା ପାଇଁ ସୁଯୋଗ ପାଇବେ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଶୁଭ ରଙ୍ଗ ଧଳା, ଶୁଭ ସଂଖ୍ୟା 2। ପ୍ରତିକାର, ଶିବ ମନ୍ଦିରରେ କିଛି ଚନ୍ଦନ ଲାଗି କରନ୍ତୁ। ପରବର୍ତ୍ତୀ ରାଶି ସିଂହ ରାଶି। ଆଜି ଆପଣଙ୍କ ବାଣୀରେ ସୌମ୍ୟତା ରହିବ, ଯାହାଫଳରେ ଆପଣ ଅନ୍ୟମାନଙ୍କୁ ପ୍ରଭାବିତ କରିବେ। ଆର୍ଥିକ ସ୍ଥିତିରେ ବଡ଼ ସୁଧାର ଆସିବ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବାର ସମ୍ଭାବନା ଅଛି। କୁଟୁମ୍ବ ମଧ୍ୟରେ କୌଣସି ଉତ୍ସବରେ ଆୟୋଜନ ହୋଇପାରେ। ବ୍ୟବସାୟରେ ପୁରୁଣା ବାକି ଅର୍ଥ ଆଦାୟ ହେବ। ସ୍ୱାସ୍ଥ୍ୟ ଭଲ ରହିବ, କିନ୍ତୁ ଆଖିର ଯତ୍ନ ନିଅନ୍ତୁ। ଶୁଭ ରଙ୍ଗ କମଳା, ଶୁଭ ସଂଖ୍ୟା 1। ପ୍ରତିକାର, ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ। ପରବର୍ତ୍ତୀ ରାଶି କନ୍ୟା ରାଶି। ଆଜି ଚନ୍ଦ୍ର ଆପଣଙ୍କ ରାଶିରେ ଥିବାରୁ ଆପଣ ମାନସିକ ସ୍ତରରେ ଶାନ୍ତି ଅନୁଭବ କରିବେ। ସବୁ କାର୍ଯ୍ୟ ଯୋଜନାବଦ୍ଧ ଭାବେ ଶେଷ କରିବେ। ବ୍ୟକ୍ତିତ୍ୱର ନିଖାର ଆସିବ ଏବଂ କର୍ମକ୍ଷେତ୍ରରେ ଲୋକପ୍ରିୟତା ବଢ଼ିବ। ନୂତନ ବସ୍ତ୍ର କିମ୍ବା ଆଭୂଷଣ କ୍ରୟ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଅବିବାହିତଙ୍କ ପାଇଁ ପ୍ରସ୍ତାବ ଆସିପାରେ। ଶୁଭ ରଙ୍ଗ ହଳଦିଆ, ଶୁଭ ସଂଖ୍ୟା 3। ପ୍ରତିକାର,
ଭଗବାନ ବିଷ୍ଣୁଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ। ପରବର୍ତ୍ତୀ ରାଶି ତୁଳା ରାଶି। ଆଜି ଆପଣଙ୍କୁ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରହିବାକୁ ପଡ଼ିବ। ମାନସିକ ଦ୍ୱନ୍ଦ୍ୱ ଯୋଗୁଁ ନିଷ୍ପତ୍ତି ନେବାରେ ସାମାନ୍ୟ ଅସୁବିଧା ହୋଇପାରେ। ବିଦେଶ ସମ୍ବନ୍ଧୀୟ କାର୍ଯ୍ୟରେ ସଫଳତା ଆସିବ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ପେଟଜନିତ ସମସ୍ୟା ହୋଇପାରେ। ସନ୍ଧ୍ୟା ସମୟରେ କୌଣସି ସାମାଜିକ ବା ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ମନକୁ ଶାନ୍ତ ରଖନ୍ତୁ। ଶୁଭ ରଙ୍ଗ ନୀଳ। ଶୁଭ ସଂଖ୍ୟା 7। ପ୍ରତିକାର କଳା କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ। ପରବର୍ତ୍ତୀ ରାଶି ବିଛା ରାଶି। ଆଜି ଆୟର ନୂତନ ସ୍ରୋତ ଫିଟିବ ଏବଂ ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ହେବ। ବନ୍ଧୁମାନଙ୍କର ସହଯୋଗରେ କୌଣସି ବଡ଼ ପ୍ରୋଜେକ୍ଟ ହାତକୁ ନେଇପାରନ୍ତି। ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ଥିବା ଆପଣଙ୍କ ପାଇଁ ଆଜି ଦିନଟି ବହୁତ ଶୁଭ। ପିଲାମାନଙ୍କର ସଫଳତାରେ ଆପଣ ଗର୍ବିତ ହେବେ। ପ୍ରେମ ସମ୍ପର୍କରେ ଥିବା ବ୍ୟକ୍ତିମାନେ ବିବାହ ପାଇଁ ନିଷ୍ପତ୍ତି ନେଇପାରନ୍ତି। ଶୁଭ ରଙ୍ଗ ଗାଢ଼ ନାଲ। ଶୁଭ ସଂଖ୍ୟା 8। ପ୍ରତିକାର ହନୁମାନ ଚାଳିଶା 7 ଥର ପାଠ କରନ୍ତୁ। ପରବର୍ତ୍ତୀ ରାଶି ଧନୁ ରାଶି। କର୍ମକ୍ଷେତ୍ରରେ ଆଜି ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ପାଇବ। ଉପରିସ୍ଥ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟରେ ପ୍ରସନ୍ନ ହେବେ। ବେକାରୀଙ୍କୁ ନୂଆ ନିଯୁକ୍ତି ମିଳିବାର ଯୋଗ ଅଛି। ପିତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ। ସରକାରୀ କ୍ଷେତ୍ରରେ ଲାଭ ମିଳିବାର ସମ୍ଭାବନା ଅଛି। ଆତ୍ମବିଶ୍ୱାସର ସହ କାମ କରନ୍ତୁ। ସଫଳତା ଆପଣଙ୍କ ପାଦ ଚୁମିବ। ଶୁଭ ରଙ୍ଗ ସୁନେଲି। ଶୁଭ ସଂଖ୍ୟା 4। ପ୍ରତିକାର କଦଳୀ ଗଛ ମୂଳେ ଜଳ ଅର୍ପଣ କରନ୍ତୁ। ପରବର୍ତ୍ତୀ ରାଶି ମକର ରାଶି। ଆଜି ଭାଗ୍ୟ ଆପଣଙ୍କୁ ପୂର୍ଣ୍ଣ ସହଯୋଗ କରିବ। ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ସହଜରେ ପୂରଣ ହେବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ ଏବଂ କୌଣସି ସତ୍ସଙ୍ଗରେ ଯୋଗ କରିପାରନ୍ତି। ଶିକ୍ଷକ ଓ ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ବ୍ୟବସାୟରୁ ଯାତ୍ରା ଶୁଭଫଳ ପ୍ରଦାନ କରିବ। ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ। ନୂତନ ଜ୍ଞାନ ଆହରଣ ପାଇଁ ଆଗ୍ରହୀ ହେବେ। ଶୁଭ ରଙ୍ଗ କଳା। ଶୁଭ ସଂଖ୍ୟା 10। ପ୍ରତିକାର ଶନିଦେବଙ୍କ ମନ୍ତ୍ର ଜପ କରନ୍ତୁ। ପରବର୍ତ୍ତୀ ରାଶି କୁମ୍ଭ ରାଶି। ଆଜି କୌଣସି ଅଜଣା ଭୟ ବା ଚିନ୍ତା ଆପଣଙ୍କୁ ବ୍ୟତିବ୍ୟସ୍ତ କରିପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବିଶେଷ କରି ରକ୍ତଚାପ ବା ମାନସିକ ଚାପ ସମସ୍ୟା କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ବ୍ୟବସାୟରେ କୌଣସି ନୂତନ ପୁଞ୍ଜିନିବେଶ ପାଇଁ ଆଜି ସମୟ ଅନୁକୂଳ ନୁହେଁ। ନିଜର ରହସ୍ୟ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ। ପ୍ରଭୁଙ୍କ ସ୍ମରଣ କଲେ ମାନସିକ ଶାନ୍ତି ମିଳିବ। ଶୁଭ ରଙ୍ଗ ବାଇଗିଣୀ। ଶୁଭ ସଂଖ୍ୟା 11। ପ୍ରତିକାର ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ। ପରବର୍ତ୍ତୀ ରାଶି ମୀନ ରାଶି। ଦାମ୍ପତ୍ୟ ଜୀବନ ପାଇଁ ଆଜି ଦିନଟି ଅତ୍ୟନ୍ତ ମଧୁର ରହିବ। ଜୀବନସାଥୀଙ୍କ ପରାମର୍ଶରେ ବ୍ୟବସାୟରେ ଉନ୍ନତି ହେବ। ନୂତନ ସାଥୀ ବା ପାର୍ଟନରସିପ୍ କାମ ପାଇଁ ଦିନଟି ଭଲ। ସାମାଜିକ କ୍ଷେତ୍ରରେ ମାନସମ୍ମାନ ମିଳିବ। ସୁସ୍ୱାଦୁ ଭୋଜନର ଆନନ୍ଦ ନେବେ। ଅବିବାହିତମାନଙ୍କ ପାଇଁ ନୂଆ ପ୍ରେମ ପ୍ରସ୍ତାବ ଆସିପାରେ। ମନ ପ୍ରସନ୍ନ ରହିବ। ଶୁଭ ରଙ୍ଗ ହଳଦିଆ। ଶୁଭ ସଂଖ୍ୟା 3। ପ୍ରତିକାର ମନ୍ଦିରରେ କିଛି ଧାର୍ମିକ ପୁସ୍ତକ ଦାନ କରନ୍ତୁ। ବନ୍ଧୁଗଣ, ଏ ଥିଲା ଆଜିର ସମ୍ପୂର୍ଣ୍ଣ ରାଶିଫଳ। ମଙ୍ଗଳବାର ହନୁମାନଙ୍କୁ କୃପା ପାଇଁ ପାରିଲେ ମନ୍ଦିର ଯାଇ ସିନ୍ଦୁର ଲାଗି କରନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରିବା ସହ ନିଜର ଆତ୍ମୀୟ ସ୍ୱଜନଙ୍କ ସହ ସେୟାର କରନ୍ତୁ।